कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे। प्रणाम। जय जगन्नाथ। समस्त प्रणाम। गुरुर्ब्रह्मा गुरुर्विष्णु गुरुर्देव महेश्वर गुरु साक्षात् परम ब्रह्म तस्मै श्री गुरवे नमः। प्रणाम। नमो भगवते वासुदेवाय। दंडवत प्रणाम। श्रीमद् भगवद गीता षष्ठ अध्याय श्लोक संख्या 5। अनुवाद स्नेहा माता जी लिखिए। उद्धरेदात्मनात्मानं नात्मानवसादयेत् आत्मैव ह्यात्मनो बन्धो रात्मैव रिपुरात्मनः। अनुवाद। प्रणाम प्रभुजी। बोधे आमर थिला ना हो। ठीक अछि। ओम नमो भगवते वासुदेव। व्यक्ति मन साहाଯ୍य निजକୁ ଉପରକୁ ଉଠାଇବା ଉଚିତ, ତଳକୁ ନେବା ଉଚିତ ନୁହେଁ। ମନ ବନ୍ଧୁ ଜୀବାତ୍ମା ବନ୍ଧୁ ତଥା ଶତ୍ରୁ ମଧ୍ୟ ଅଟେ। ଭାବାର୍ଥ ଆତ୍ମା ଶବ୍ଦ ବିଭିନ୍ନ ସ୍ଥଳରେ ବିଭିନ୍ନ ଅର୍ଥରେ ଶରୀର ଓ ମନ ଓ ଆତ୍ମା ଏହି ଅର୍ଥରେ ବ୍ୟବହୃତ ହୁଏ। ଯୋଗ ମାର୍ଗରେ ମନ ଓ ସଦା ଜୀବାତ୍ମା ବଡ଼ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି। ଯୋଗ ମାର୍ଗରେ ମନ ହେଉଛି ପ୍ରଧାନ। ଏଠାରେ ଆତ୍ମା କହିଲେ ମନକୁ ବୁଝାଉଛି। ଯୋଗ ସାଧନାର ଉଦ୍ଦେଶ୍ୟ ହେଲା ମନ ଓ ସଂଯମ କରିବା ଏବଂ ଇନ୍ଦ୍ରିୟ ଭୋଗ ବିଷୟବସ୍ତୁକୁ ଏହାକୁ ଦୂରେଇ ଆଣିବା। ଏଠାରେ ଜୋର ଦେଇ କୁହାଯାଇଛି ଯେ ମନକୁ ଏପରି ତାଲିମ କରିବାକୁ ପଡ଼ିବ ଯେପରିକି ଏହା ଶବ୍ଦ ଜୀବାତ୍ମାକୁ ଅଦ୍ୱୈତ ରୂପକ ଓ ଘନ ଅନ୍ଧକାରରୁ ଉଦ୍ଧାର କରିପାରିବ। ଭୌତିକ ସ୍ଥିତିରେ ବ୍ୟକ୍ତି ମନ ଓ ଇନ୍ଦ୍ରିୟ ବଶୀଭୂତ ହୋଇ ପଡ଼ିଥାଏ। ବାସ୍ତବରେ ବିଶୁଦ୍ଧ ଆତ୍ମା ଏ ଭୌତିକ ଜଗତର ବନ୍ଧନରେ ପଡ଼ିଯାଇଛି। ମନର ଅହଙ୍କାର ଭୂତ ପ୍ରକୃତିକୁ ଉପଭୋଗ କରିବାକୁ ଇଚ୍ଛା କରିବାରୁ ଆତ୍ମା ଏପରି ବନ୍ଧନ ଆଶାଭୋଗ କରୁଛି। ଏଣୁ ମନକୁ ଏପରି ତାଲିମ ଦେବାକୁ ପଡ଼ିବ ଯେପରି ଏହା ଭୂତ ପ୍ରକୃତିରେ ମୋହିନୀ ଶକ୍ତିର ଆକୃଷ୍ଟ ହେବା ନାହିଁ। ଏହିପରି ଭାବରେ ବନ୍ଧ ଜୀବାତ୍ମା ବନ୍ଧନରୁ ରକ୍ଷା କରିପାରିବ। ଇନ୍ଦ୍ରିୟ ଭୋଗ୍ୟ ବିଷୟରୁ ପ୍ରକୃତି ଆକୃଷ୍ଟ ହୋଇ ବ୍ୟକ୍ତି ନିଜକୁ ନିର୍ବିଘ୍ନରେ ନେବା ଉଚିତ ନୁହେଁ। ବ୍ୟକ୍ତି ଯେବେ ଅଧିକ ପରିମାଣରେ ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ପ୍ରତିଷ୍ଠା ଆକୃଷ୍ଟ ହେବ, ସେ ସେତିକି ପରିମାଣରେ ଭୌତିକ ବନ୍ଧନରେ ପଡ଼ିବ। ବନ୍ଧନରୁ ମୁକ୍ତ ହେବାର ସର୍ବୋତ୍ତମ ପନ୍ଥା ହେଉଛି ମନକୁ କୃଷ୍ଣଙ୍କଠାରେ ଲଗାଇବା। ଏଠାରେ ହିଁ ଶବ୍ଦ ପ୍ରୟୋଗର ତାତ୍ପର୍ଯ୍ୟ ହେଲା ଏହି କଥା ଉପରେ ଜୋର ଦେବା, ଅର୍ଥାତ୍ ବ୍ୟକ୍ତି ଏହା କରିବା ଉଚିତ। କଥିତ ଅଛି, ମନ ଏବଂ ମନୁଷ୍ୟାଣ କାରଣ ବନ୍ଧନ ମୋକ୍ଷ ବନ୍ଧାୟ ବିଷୟ ସବୁ ମୁକ୍ତ ବିଷୟ ନମ। ଅର୍ଥାତ୍ ମାନବ ପକ୍ଷରେ ମନ ବନ୍ଧନ ତଥା ମୁକ୍ତିର କାରଣ ଅଟେ। ମନ ଇନ୍ଦ୍ରିୟ ଭୋଗ୍ୟ ଓ ବିଷୟବସ୍ତୁରେ ନିବୃତ୍ତ ହେଲେ ତାହା ବନ୍ଧନର କାରଣ ହୁଏ ଏବଂ ତାହା ସେଗୁଡ଼ିକୁ ଦୂରେଇ ଗଲେ ତାହା ମୁକ୍ତିର କାରଣ ହୁଏ। ଅମୃତ ବିନ୍ଦୁର ଉପଦିଷ୍ଟ। ତେଣୁ ଯେଉଁ ମନ ସର୍ବଦା କୃଷ୍ଣ ଚେତନାରେ ଅଛି ତାହା ପରମ ମୁକ୍ତିର କାରଣ ଅଟେ ବୋଲି ବୁଝିବାକୁ ପଡ଼ିବ। ଜୟ ଜଗନ୍ନାଥ। ପ୍ରଭୁଜୀ ପ୍ରଣାମ। କ୍ଷମା କରିବେ ପ୍ରଭୁ, ଦେହ ଭଲ ନାହିଁ ବୋଲି ଟିକେ ସ୍ଲୋ ପଢ଼ୁଥିଲି। ଧନ୍ୟବାଦ। ଏ ଶ୍ଲୋକରେ ମାନେ ଯେମିତି ମାତାଜୀ ଏବେ ପାଠ କଲେ କି ମନ ହିଁ ଆମର କାରଣ ବନ୍ଧ ମୋକ୍ଷ। ମନ ହିଁ ଆମର ବନ୍ଧନର କାରଣ, ମନ ହିଁ ଆମର ମୁକ୍ତିର ମଧ୍ୟ କାରଣ। ତାର ଅର୍ଥ ଯେମିତି ଆମେ ଏ ଜଗତରୁ ମୁକ୍ତ ହେବା ପାଇଁ ଆମ ମନକୁ ମୁକ୍ତ କରିବାକୁ ପଡ଼ିବ। ଅର୍ଥାତ୍ ଆମର ମନକୁ ହିଁ କାଶୀଧର ସ୍ୱାମୀଙ୍କ ଭାଷ୍ୟ ଯେତେବେଳେ ଆସିବା ଆମେ ଯେତେବେଳେ ବୁଝିବା ଏ ସମୟରେ ଏଠି ଏ ଶ୍ଲୋକରେ ଶ୍ରୀ ଭଗବାନ ଆତ୍ମା ଶବ୍ଦ 7 ଥର ବ୍ୟବହାର କରିଛନ୍ତି। ମାନେ ଉଦ୍ଧେରାତ୍ମନମ୍ ଆତ୍ମନମ୍ ନାତ୍ମାନ ମବା ସାଦୟେତ୍, ପୁଣି ଆତ୍ମୈବ ହ୍ୟାତ୍ମନ
ବନ୍ଧୁରାତ୍ମୈବ ରିପୁରାତ୍ମନ 8 ଥର ବ୍ୟବହାର କରିଛନ୍ତି ଶ୍ରୀ ଭଗବାନ ଏଠି। ପ୍ରଥମେ ହେଲା ଆତ୍ମନା ଆତ୍ମାନମ। ଆତ୍ମନା ହେଲା କି ଅନାସକ୍ତ ମନ ଦ୍ୱାରା ଆତ୍ମାକୁ ଉଦ୍ଧାର କରିବା ଉଚିତ। ମନ ଦ୍ୱାରା ଆତ୍ମାକୁ ଉଦ୍ଧାର କରିବ। ତାପରେ ଆତ୍ମାନମ ଆତ୍ମାର ନ ଅବସାଦୟେତ ତାକୁ ଅଧୋଗତି ହେବାକୁ ଦେବା ଉଚିତ ନୁହେଁ କି ହଁ ଯାହା ହେବାର ହଉ କିଛି ଅସୁବିଧା ନାହିଁ। ତାପରେ ଆତ୍ମା ଏବ ଆତ୍ମା ହିଁ ଆତ୍ମାନମ ଆତ୍ମାର ବନ୍ଧୁ ଏବଂ ଆତ୍ମା ଏବ ଆତ୍ମା ହିଁ ଆତ୍ମାର ରିପୁ। ସେ ଆତ୍ମାର ହିଁ ବନ୍ଧୁ, ଆତ୍ମା ହିଁ ଆତ୍ମାର ଶତ୍ରୁ। ମାନେ ଦୁଇଟା ରିପୁ ଏବଂ ବନ୍ଧୁ ଦୁଇଟା ଯାକ ଆତ୍ମା। ମାନେ ଏଠି ସେ ଯେଉଁ ଏ ଶ୍ଲୋକର ଯେଉଁ ଅର୍ଥ ଯେମିତି ମାତାଜୀ ଏବେ ପାଠ କଲେ ସେଇଟା ହେଉଛି ସେଇ ଅର୍ଥ କି ଆମେ ଅନାସକ୍ତ ମନ ଦ୍ୱାରା ନିଜକୁ ଉଦ୍ଧାର କରିବା ଉଚିତ ଏବଂ ଆତ୍ମାକୁ କେବେ ହେଲେ ଅଧୋଗତିରେ ଯିବାକୁ ନ ଦେବା ଉଚିତ। କାରଣ ଆତ୍ମା ହିଁ ନିଜ ଆତ୍ମାର ଶତ୍ରୁ ଅଟେ, ଆତ୍ମା ହିଁ ଆତ୍ମାର ବନ୍ଧୁ ଅଟେ। ମାନେ ଏଠି ସେ ଚକ୍ରବର୍ତ୍ତୀ ପାଦ ଏ ଶ୍ଲୋକର ଟୀକାରେ ସେ କହୁଛନ୍ତି କି ମାନେ ଆମର ଇନ୍ଦ୍ରିୟ ବିଷୟ ଆସକ୍ତି ହେବା କାରଣରୁ ଆତ୍ମା ସଂସାରରେ ପତିତ ହୋଇଥାଏ। ଯଦି ଆମମାନଙ୍କର ଇନ୍ଦ୍ରିୟ ଗୁଡ଼ିକ ବିଷୟରେ ଆସକ୍ତ ହୋଇଯିବ ତାହେଲେ ଆମେ ସଂସାରରେ ପତିତ ହୋଇଯିବା। ତାପରେ ସେ କହୁଛନ୍ତି ବିଷୟରେ ଆସକ୍ତି ରହିତ ହିଁ ମନ ହିଁ ବାସ୍ତବରେ ଆତ୍ମାର ଉଦ୍ଧାର କରିଥାଏ, ଆତ୍ମା ମାନେ ଜୀବର ଉଦ୍ଧାର କରିଥାଏ। କିନ୍ତୁ ବିଷୟରେ ଆସକ୍ତ ମନ ଆତ୍ମାକୁ ମାନେ ସଂସାର ସାଗରରେ ପତିତ ହେବାକୁ ଦେବା ଉଚିତ ନୁହେଁ, ସତତ ଚେଷ୍ଟା କରିବା ଉଚିତ। ସେଥିପାଇଁ ଆତ୍ମା ହିଁ ଆମର ବାସ୍ତବରେ ବନ୍ଧୁ ଏବଂ ଆତ୍ମା ହିଁ ଆମର ବା ଆତ୍ମା ମାନେ ଏଠି ମନ କୁହାଯାଇଛି, ମନ ବାସ୍ତବରେ ଆମର ବନ୍ଧୁ ଏବଂ ମନ ଆତ୍ମାରେ ଆମର ବାସ୍ତବରେ ଶତ୍ରୁ ଅଟେ। ଏ କଥାକୁ ମଧ୍ୟ ମାତାଜୀ ଏବେ ଶ୍ଲୋକରେ ଯେଉଁ କହୁଥିଲେ ସିଏ ଆମର ଉପନିଷଦରୁ ଅମୃତବିନ୍ଦୁ ଉପନିଷଦରୁ ସେଇଟା ହେଲା ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟ। ତେଣୁ ଏଠି ଚକ୍ରବର୍ତ୍ତୀ ପାଦଙ୍କ ମତ ହେଲା କି ବାସ୍ତବରେ ଆମେମାନେ ଆମର ମନକୁ ଏମିତି ରଖିବା ଉଚିତ ବିଷୟ ଆସକ୍ତ ନ ରଖି ବାସ୍ତବରେ ଆମେ ଆମକୁ ବା ଜୀବକୁ ଉଦ୍ଧାର କରିପାରିବା। ଏଠି ବାସ୍ତବରେ ଶାସ୍ତ୍ରରେ ଆତ୍ମାର 7ଟି ଅର୍ଥ ମଧ୍ୟ ଦେଖାଯାଏ। ଯେଉଁ 7ଟି ଅର୍ଥରୁ ମଧ୍ୟ ଏଠି ତାକୁ ବୁଝିବାକୁ ସହାୟତା ହେବ। ଆତ୍ମା ହେଲା ବ୍ରହ୍ମ ମାନେ ଯେ ସ୍ୱୟଂ ଭଗବାନ ପରମାତ୍ମା। ଆତ୍ମାର ଅର୍ଥ ମଧ୍ୟ ଶରୀର। ଯଦି ଆମେ ଆମର ଆତ୍ମାର ଉଦ୍ଧାର ଚାହାନ୍ତି ଆମେମାନେ ଭଗବାନଙ୍କ ପ୍ରତି ସତତ ଚେଷ୍ଟିତ ହେବା ଉଚିତ ଏବଂ ଭଗବାନଙ୍କୁ ଭଜନ ସାଧନ କରିବା ଉଚିତ ବ୍ରହ୍ମକୁ। ଆତ୍ମାର ଗୋଟିଏ ଅର୍ଥ ହେଲା ଶରୀର। ମାନେ ଆତ୍ମା ଶରୀର ହେଲା ଯିଏ ଉପାଧିକ ମାନେ ଯିଏ ଭାବୁଛି କି ମୁଁ ବ୍ରାହ୍ମଣ କି କ୍ଷତ୍ରିୟ ସେଇଟା ହେଲା ଶରୀର, ସେ ଆତ୍ମା। ଶରୀର ଦ୍ୱାରା ମଧ୍ୟ ଭାଗବତରେ ଦେଖାଯାଏ ଯାଜ୍ଞିକ ବ୍ରାହ୍ମଣ ତାଙ୍କର ପତ୍ନୀମାନଙ୍କର ଭକ୍ତିରେ ଅନୁପ୍ରାଣିତ ହୋଇ ସେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଚେଷ୍ଟାରତ ହୋଇଥିଲେ। ତାଙ୍କ ଶରୀର ଦ୍ୱାରା ସେ ଭାବୁଥିଲେ ଆମେ ବ୍ରାହ୍ମଣ ତେଣୁ ଆମେ ଏହି ଶରୀରରେ ଭଗବାନଙ୍କୁ ପ୍ରାପ୍ତ ହେବା। ଯେଉଁମାନଙ୍କର ସର୍ବଦା କାମନା ଥାଏ, ଇଚ୍ଛା ଥାଏ ଶରୀରରେ, ସେ ମଧ୍ୟ ସେ ଶରୀର ଯେମିତି ଶ୍ରୀ ଧ୍ରୁବ ମହାରାଜ ତାର ଇଚ୍ଛାକୁ ହିଁ ଏ ଶରୀର ଦ୍ୱାରା ହିଁ ସେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିଥିଲେ। ଯାହାର ଫଳର ଇଚ୍ଛା ମାନେ ଇଏ ଯେ ସେ ଆମର ଯେମିତି ଭାଗବତର ପ୍ରଥମ ସ୍କନ୍ଧରେ ଆମେ ଜାଣିଛନ୍ତି ସନକାଦି ଋଷିବୃନ୍ଦ ଯେତେବେଳେ ସେ ଭାଗବତ ଶୁଣିବା ପାଇଁ ଆସିଥିଲେ ତାଙ୍କ ବିଷୟରେ କୁହାଯାଇଛି କି ସେ 1000 ବର୍ଷ ସେ ଅବକାଶ ନେଇକି ଆସିଥିଲେ କି ସେ ବ୍ରହ୍ମକୁ ଜାଣିବେ। ମାନେ ତାଙ୍କର ଫଳ ଇଚ୍ଛା ଥିଲା ଏ ବ୍ରହ୍ମକୁ ଜାଣିବା। ସେ ଶରୀର ଦ୍ୱାରା ମଧ୍ୟ ସେ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ ଏବଂ ପୃଥୁ ମହାରାଜ ତପସ୍ୟା ଦ୍ୱାରା ମାନେ ବଡ଼ କଷ୍ଟ କରିକି ତ ମାନେ ଶରୀରରେ ଖାଦ୍ୟ ପେୟ ଇତ୍ୟାଦି ସବୁ ଆମେ ଚତୁର୍ଥ ସ୍କନ୍ଧରେ ସେ ଭିତରେ ଜାଣିଥିଲେ। ଇଏ ହେଲା ଆତ୍ମା ଶରୀର ହେଲେ ମଧ୍ୟ ସେ ଶରୀର ଦ୍ୱାରା ସେ ଭଗବାନଙ୍କୁ ସେ ପ୍ରାପ୍ତ ହେଇଯାନ୍ତି। ଆତ୍ମାର ଅର୍ଥ ମନ ମଧ୍ୟ ସାଧୁସଙ୍ଗ ଦ୍ୱାରା ଆମେ ଭଗବାନଙ୍କୁ ପ୍ରାପ୍ତ ହେଇଥାନ୍ତି। ମନ ଲଗାଇ ଶୁଣନ୍ତି, ଆମେ ମନ ଲଗାଇ ମନ ଦ୍ୱାରା ହିଁ ଆମେ ସେ ଏକତ୍ରିତ ହେଇଛନ୍ତି। ଆତ୍ମାର ଗୋଟିଏ ଅର୍ଥ ହେଲା ଯତ୍ନ। ଶ୍ରୀ ନାରଦ ଆଦି ମୁନିମାନେ ବଡ଼ ଯତ୍ନ ସହକାରେ ଶ୍ରୀ ଭଗବାନଙ୍କର ଭଜନ ଆଦି କରନ୍ତି ଏବଂ ଏଟା ମଧ୍ୟ ସେ ଆତ୍ମାର ହିଁ ଭଜନ କରିଥାନ୍ତି। ଆତ୍ମାର ଗୋଟିଏ ଅର୍ଥ ହେଲା ଧୈର୍ଯ୍ୟ ବା ଧୃତି।
ଏବଂ ଇଏ ଆତ୍मा ମାନେ ଯେମିତି ବଡ଼ ଧୈର୍ଯ୍ୟ ସହକାରେ ଶ୍ରୀ ଭଗବାନଙ୍କ ଭଜନ ସାଧନ ଶ୍ରୀ ଲକ୍ଷ୍ମୀ ଦେବୀ କରନ୍ତି। ସିଏ ଭଗବାନ ଆମର ବୃନ୍ଦାବନରେ ଆପଣ ଦେଖିବେ ସିଏ ଆଜି ପର୍ଯ୍ୟନ୍ତ ମଧ୍ୟ ତପସ୍ୟାରତ ବଡ଼ ଧୈର୍ଯ୍ୟ ସହିତ, ଯଦିଓ ସେ ଚଞ୍ଚଳା କିନ୍ତୁ ସେ ବଡ଼ ଧୈର୍ଯ୍ୟ ସହିତ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତି କରିବା ପାଇଁ ଦେବୀ ଲକ୍ଷ୍ମୀ। ଏବଂ ବ୍ରଜରେ ବି ଆମେ ଜାଣିଛନ୍ତି ଦଶମ ସ୍କନ୍ଧରେ ପଢ଼ିବା ଯେତେ ପକ୍ଷୀ ପଶୁ ସବୁ ରହୁଥିଲେ ସେମାନେ ବଡ଼ ଧୈର୍ଯ୍ୟ ସହିତ ଶ୍ରୀ ଭଗବାନଙ୍କର ମାଧୁର୍ଯ୍ୟମୟ ଲୀଳାକୁ ଦର୍ଶନ କରନ୍ତି ଏବଂ ଅନୁଭବ କରନ୍ତି। ଆତ୍ମାର ଗୋଟେ ଅର୍ଥ ହେଲା ବୁଦ୍ଧି, ମାନେ ପଣ୍ଡିତମାନେ ସତ୍ସଙ୍ଗ ମାଧ୍ୟମରେ ନିଜ ବୁଦ୍ଧିକୁ ବ୍ୟୟ କରିଥାନ୍ତି। ମୂର୍ଖମାନେ ସେମାନେ ତାଙ୍କ ବୁଦ୍ଧିକୁ ବ୍ୟୟ ନ କରିପାରନ୍ତି, କିନ୍ତୁ ଭଗବାନଙ୍କ କୃପା ସାଧୁଙ୍କର କୃପା ତାଙ୍କ ଉପରେ ନିପଟ ମୂର୍ଖ ଯେଉଁମାନେ ତାଙ୍କ ଉପରେ ପଡ଼ିଥାଏ। ତେଣୁ ସେମାନେ ମଧ୍ୟ ମାନେ ବୁଦ୍ଧି ଦ୍ୱାରା ବି ଶ୍ରୀ ଭଗବତ ପ୍ରାପ୍ତି ହୋଇଥାଏ। ଆଉ ସ୍ୱଭାବ ଇଏ ମଧ୍ୟ ଆତ୍ମାର ଗୋଟେ ଅର୍ଥ। ସ୍ୱଭାବ ହେଲା ଯେମିତି ଶ୍ରୀ ସୁଖଦେବ ଗୋସ୍ୱାମୀ ଆଉ ଆମର ଶ୍ରୀ ସନକାଦି ଋଷିବୃନ୍ଦ ସେମାନେ ତାଙ୍କ ସ୍ୱଭାବରୁ ତାଙ୍କ ସ୍ୱଭାବ ଥିଲା ଅଲଗା, କିନ୍ତୁ ସେ ଭଗବାନଙ୍କର ଭଜନରେ ମଧ୍ୟ ତାଙ୍କ ସ୍ୱଭାବକୁ ମାନେ ତ୍ୟାଗ କରି ସୁଖଦେବ ଗୋସ୍ୱାମୀ ଆତ୍ମାରାମ ଥିଲେ, କିନ୍ତୁ ସେ ସ୍ୱଭାବକୁ ତ୍ୟାଗ କରି ସେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଗାନରେ ନିଜକୁ ନିୟୋଜିତ କରିଦେଇଥିଲେ। ତେଣୁ ଏଠି ମାନେ ଆତ୍ମା ଦ୍ୱାରା ହିଁ ଆତ୍ମାର କଲ୍ୟାଣ ହେଇଥାଏ। ଆପଣ ଯେଉଁ ଅର୍ଥରେ ନିଅନ୍ତୁ ସିଏ ଆତ୍ମାର କଲ୍ୟାଣ କରିବା ଉଚିତ। ସେ ଆତ୍ମା ମନ ହେଇଥାଉ, ଆତ୍ମା ଶରୀର ହେଇଥାଉ, ବା ଆତ୍ମା ଆମର ବ୍ରହ୍ମ ହେଇଥାନ୍ତୁ, ବା ଆତ୍ମାର ସ୍ୱଭାବ ହେଉ, ଯତ୍ନ ହେଉ। ତେଣୁ ଆତ୍ମାର କଲ୍ୟାଣ କରିବା ପାଇଁ ଆମେ ସତତ ପ୍ରୟାସ କରିବା ଉଚିତ। ଶ୍ରୀଧର ସ୍ୱାମୀପାଦ ମାନେ ଏଠି এই ଶ୍ଳୋକର ଟୀକାରେ କହୁଛନ୍ତି ଅତ ବିଷୟାସକ୍ତି ତ୍ୟାଗ ମୋକ୍ଷମ୍ ସଦାସକ୍ତ୍ୟୌ ଚ ବନ୍ଧଃ। ସେ କହୁଛନ୍ତି ବିଷୟ ଆସକ୍ତରେ ହିଁ ମୋକ୍ଷ ହେଇଥାଏ ଏବଂ ସେହି ବିଷୟ ଅନାସକ୍ତିରେ ଅତଃ ବିଷୟ ଆସକ୍ତି ତ୍ୟାଗରେ ମୋକ୍ଷ ହେଇଥାଏ ଏବଂ ବିଷୟ ଆସକ୍ତିରେ ବନ୍ଧନ ହେଇଥାଏ। ମାନେ ସେ କହୁଛନ୍ତି କି ମାନେ ଯେଉଁଥିରେ ରାଗ ଆଦି ସ୍ୱଭାବ ଆମର ଆସିଥାଏ, ରାଗ ମାନେ ଅନୁରାଗ ଆସିଯାଇଥାଏ, ତା ପ୍ରତି ଆସକ୍ତି ଭାବ ଆସିଯାଇଥାଏ, ସେ କହୁଛନ୍ତି ତାକୁ ତ୍ୟାଗ କରିଦେବା ଉଚିତ। ନହେଲେ ଏଠି ମାନେ ସେ କହୁଛନ୍ତି ଆତ୍ମା ଯେଉଁ ମନ ଆମର ଏ ସଂସାରର ଉଦ୍ଧାର, ମନକୁ ହିଁ ଆମେ ଉଦ୍ଧାର କରିଦେବା ଉଚିତ। ଏଠି ସ୍ୱାମୀଙ୍କର ଭାଷ୍ୟରେ ସେ କହୁଛନ୍ତି ମନକୁ ବାସ୍ତବରେ ଆମେ ଉଦ୍ଧାର କରିବା ଉଚିତ। ମନ ମାନେ ଆମେ ଯାହା ଇଚ୍ଛା କରୁଛନ୍ତି, ଚିନ୍ତା କରୁଛନ୍ତି, ମନରେ ସଂକଳ୍ପ ଆସିଥାଏ, ସେଇଟାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ଉଚିତ। ଆମେ ଆମକୁ ଜୀବାତ୍ମାକୁ ଆମେ ଜାଣିନାହାନ୍ତି, କିନ୍ତୁ ମନକୁ ତ ଜାଣିଛନ୍ତି। ମନ ଯଦି ଆଜି ସବୁ ବିଷୟରେ ବହୁତ ଖରାପ କାମରେ ମାନେ ସବୁବେଳେ ଚିନ୍ତାରତ ଅଛି, ଏଥିରେ ସ୍ୱାମୀଙ୍କ ଭାଷ୍ୟ ଅଛି କି ମନକୁ ଉଦ୍ଧାର କର। ଏଇ ମନ ଉଦ୍ଧାର କେମିତି ହେବ? ମୁଁ କହିବି ମନ ଆମର ଯୁଆଡ଼େ ଯାଉ, ମୁଁ ତ ଭଜନ କରୁଛି, ମୋତେ ଭଗବାନ ଉଦ୍ଧାର କରିଦେବେ, ସେମିତି ହେବ ନାହିଁ। ଆପଣଙ୍କର ମନ ହିଁ ଯେ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କର ଚରଣାରବିନ୍ଦରେ ଆସିନାହିଁ ସେ ପର୍ଯ୍ୟନ୍ତ ଆପଣଙ୍କର ଉଦ୍ଧାର। ସେଥିପାଇଁ ସ୍ୱାମୀଙ୍କ ଭାଷ୍ୟ ହେଲା କି ଏକୁ ମନକୁ ହିଁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ଉଚିତ। ହି ୟସ୍ମାତ୍ ଆତ୍ମୈବ ମନଃ ସଂଗାଦୁରପଦ। ତା ପୂର୍ବରୁ ସେ କହୁଛନ୍ତି ଆତ୍ମନା ବିବେକ ୟୁକ୍ତ ନାତ୍ମନଂ ସଂସାର ଉଦ୍ଧରେତ୍ ନ ତ୍ୱବସାଦୟେତ୍ ଅଧୋ ନ ନୟେତ୍ ଆତ୍ମନଃ ସ୍ୱୟଃ ବନ୍ଧୁରକ ରିପୁ କାରକଶ୍ଚ। ସେମାନେ କହୁଛନ୍ତି ବାସ୍ତବରେ ଆମେ ଏ ମନକୁ ହିଁ ସଂସାରରୁ ଉଦ୍ଧାର କରିଦେବା ଉଚିତ, କାରଣ ଆମର ଆତ୍ମାର ଅଧପତନ ଆମେ ଜାଣିଶୁଣି କରିବା ଉଚିତ ନୁହଁ। ଆଉ ଆମେମାନେ କାରଣ ଏ ଅନାସକ୍ତ ମନ ହିଁ ବାସ୍ତବରେ ସେ ଆମର ବନ୍ଧୁ ଭଳି କାର୍ଯ୍ୟ କରିଥାଏ ଏବଂ ଆମକୁ ସେ ଉଦ୍ଧାର କରିଦିଏ। ଏହି ଆସକ୍ତ ମନ ହିଁ ଆମର ଶତ୍ରୁ ଭଳି କାମ କରିଥାଏ ଏବଂ ଆମକୁ ଏ ସଂସାର ସାଗରରେ ପଡ଼ିବା ପାଇଁ ରହିବା ପାଇଁ ସହାୟତା କରିଥାଏ। ତେଣୁ ଆମେ ନିଶ୍ଚିତ ରୂପରେ ଆମର ମନ ପ୍ରତି ବଡ଼ ସଜାଗ ରହିବା ଉଚିତ। ଏଭଳି ଶ୍ରୀଧର ସ୍ୱାମୀଙ୍କ ଭାଷ୍ୟ। ଏଠି ଆମର ଶ୍ରୀରାମାନୁଜାଚାର୍ଯ୍ୟ ପାଦ ସେ କହୁଛନ୍ତି କି ଯେଉଁ ଆତ୍ମାରୁ ବିଷୟରେ ଆସକ୍ତ ନ ହେବା ଉଚିତ, କାରଣ ଏଥିରେ ଯଦି ଆମେ ବିଷୟ ଆସକ୍ତ ନ ହୋଇ ଅନାସକ୍ତ ହେଇଯିବା ତାହେଲେ ଆମେ କେବେ ହେଲେ ମାନେ ତଳକୁ ମାନେ ପଡ଼ିବା ନାହିଁ ବା ଯିବା ନାହିଁ, ବା ଆମେ ପୁନର୍ବାର ଏ ଜଗତରେ ଜନ୍ମ ହେବା ନାହିଁ। ଆତ୍ମାକୁ ମାନେ ଆମର କେବେ ହେଲେ ଆମେ ଆତ୍ମାକୁ ଉଦ୍ଧାର କରିବା ଉଚିତ। ତା'ର ଗୋଟିଏ ରାସ୍ତା ହେଲା ମନକୁ ଉଦ୍ଧାର କର। ମନକୁ ବିଷୟରେ ଆସକ୍ତି ହେବା ପାଇଁ ଦିଅ ନାହିଁ। ମନକୁ ଯେପର୍ଯ୍ୟନ୍ତ ଯେମିତି ଆମେ ମନଠୁ ନିଜକୁ ପୃଥକ ମାନୁଛନ୍ତି ଏବଂ ସେଥିପାଇଁ ଆମେ
ପୁରୀ ଯାଆନ୍ତି ବା ବୃନ୍ଦାବନ ଯାଆନ୍ତି ବା ଆମେମାନେ ଭଜନ ସାଧନ କରନ୍ତି, ପ୍ରଣାମ କରିନିଅନ୍ତି, ମହାପ୍ରସାଦ ନେଇଯାଆନ୍ତି, ଏଇଭଳି ଜପ କରନ୍ତି। ଯେତେବେଳେ ଆପଣ ମହାତ୍ମାମାନେ କହୁଛନ୍ତି ମନ ଦ୍ୱାରା ହିଁ ଆପଣ ଉଦ୍ଧାର ହେବେ, ଆଉ ମନ ଇଆଡ଼େ ସିଆଡ଼େ ଯେତେବେଳେ ଯାଉଛି, ଆମେ ଯେତେ ଜାଗାରେ ଶରୀର ଦ୍ୱାରା ଗଲେ ମଧ୍ୟ କ'ଣ ଲାଭ ହେବ? ମନ ତ ଆମର ଖରାପ ଜାଗାରେ ରହୁଛି ସବୁବେଳେ। ମନକୁ ଭଗବାନଙ୍କର ଚରଣାର ବିନ୍ଦରେ ଯେ ପର୍ଯ୍ୟନ୍ତ ଆମେ ଲଗେଇ ନାହାନ୍ତି, ତାହେଲେ ଆମର ଉଦ୍ଧାର ହେବ ନାହିଁ। କାରଣ ମନ ହିଁ ଆମର ବନ୍ଧୁ, ମନ ହିଁ ଆମର ଶତ୍ରୁ। ସରସ୍ୱତୀ ପାଦଙ୍କର ଇଏ ଶ୍ଲୋକ ଉପରେ ଟୀକା ହେଉଛି, ମାନେ ସେ କହୁଛନ୍ତି କି ଯେଉଁ ଆମର ଯେଉଁ ଆତ୍ମା ବାସ୍ତବରେ ଜୀବର ବନ୍ଧୁ ଅଟେ, ହିତକାରୀ ଅଟେ। କାରଣ ଯେଭଳି କୌଣସି ରୋଗଗ୍ରସ୍ତ ବ୍ୟକ୍ତି, ସିଏ ମାନେ ଯେ ପର୍ଯ୍ୟନ୍ତ ନିଜେ ଔଷଧ ଗ୍ରହଣ କରେ ନାହିଁ, ସେ ରୋଗମୁକ୍ତ ହୋଇପାରେ ନାହିଁ। ସେହିଭଳି ଭାବରେ ଯଦି ଆମେ କହିବା ଆଉ ଜଣେ ଔଷଧ ନେଇଯାଉ ମୁଁ ଠିକ୍ ହେଇଯିବି, ଏମିତି କେବେ ହେଲେ ହୁଏ ନାହିଁ। ତେଣୁ ଆମେ ଆମର ମନକୁ ହିଁ ବାସ୍ତବରେ ବିବେକଯୁକ୍ତ ମନ ଦ୍ୱାରା ହିଁ ଆମେ ଶ୍ରବଣ, କୀର୍ତ୍ତନ, ନିଧିଧ୍ୟାସନ ହେଲା ଚିନ୍ତା କରିବା, ଶ୍ରବଣ ହେଲା ଶୁଣିବା, କୀର୍ତ୍ତନ ହେଲା ଯେମିତି ଯେତେବେଳେ ସମୟ ମିଳୁଛି ଆପଣ ଆଉ ଜଣଙ୍କୁ କହିବେ, ଏଟାକୁ କୀର୍ତ୍ତନ କୁହାଯାଏ। ୟା ଦ୍ୱାରା କ'ଣ ହେବ ନା ଆମର ବାସ୍ତବରେ କଲ୍ୟାଣ ସାଧିତ ହେଇଥାଏ। ଆଉ ୟା ଦ୍ୱାରା ହିଁ ଇଏ ବିବେକଯୁକ୍ତ ମନର ଏଇ କାର୍ଯ୍ୟ ଅଟେ। କିନ୍ତୁ ଆମେ ଯଦି ଆମେ ପୁତ୍ର କଳତ୍ର ଏମାନଙ୍କ ଦ୍ୱାରା, ବାହ୍ୟ ବନ୍ଧୁମାନଙ୍କ ଦ୍ୱାରା ଆମେ ଭାବିବା କି ସେମାନେ ମୋ ପାଇଁ କରିବେ, ମୁଁ ମୁକ୍ତ ହେଇଯିବି, ଆମର ପରିବାର ବହୁତ ବଡ଼ ଅଛି, ସେମାନେ ଯାହା ହେଲେ କରିଦେବେ, ମୋ ସ୍ତ୍ରୀ ଭକ୍ତି କରୁଛନ୍ତି, ମୋ ପୁଅ ଭକ୍ତି, ମୋ ଝିଅ ଭକ୍ତି କରୁଛି, ମୋର ଶ୍ୱଶୁର ଭକ୍ତି କରୁଛନ୍ତି, ମୋର ବାପା ଭକ୍ତି, ଏଇଭଳି ଆମେ ଚିନ୍ତା କରି ଆମେ ନିଜେ ଭାବନ୍ତି ସେମାନେ ସବୁ ମୋର, ଆଉ ସେମାନେ ଯେତେବେଳେ ଭକ୍ତି କରି ମୋର ଉଦ୍ଧାର ହେଇଯିବ। କିନ୍ତୁ ବାସ୍ତବରେ କଥାଟା ଏହା ନୁହଁ। ସେଥିପାଇଁ ଏଇ ଜାଗାରେ ସରସ୍ୱତୀ ପାଦ କହୁଛନ୍ତି କି ଯେମିତି ଆମେ ଯଦି ରୋଗଗ୍ରସ୍ତ, ତାହେଲେ ଔଷଧ ଆମେ ନିଜେ ଖାଇବା ଉଚିତ। ଯଦି ଆମେ ନିଜେ ଔଷଧ ନ ଖାଇବା, ତାହେଲେ ଆମେ ବେମାରୀ ରହିବା, ଆମର କିଛି ଲାଭ ହେବ ନାହିଁ। ଏଠି କହୁଛନ୍ତି ଆମର ଆତ୍ମା ବା ମନ ଆମର ଶତ୍ରୁ। ଆଉ ଶତ୍ରୁ ଆମେ ଯେଉଁ ବାହ୍ୟ ଶତ୍ରୁ ଆମେ ବି ତିଆରି କରିଛନ୍ତି, ଅମକ ବ୍ୟକ୍ତି ଆମର ଶତ୍ରୁ, ଅମକ ଲୋକ, ଅମକ ସ୍ତ୍ରୀ ଲୋକ ମୋର ଶତ୍ରୁ, ଏଭଳି ଯେତେବେଳେ ଆମେ ଜାଣନ୍ତି, ସେ ଶତ୍ରୁ ଯଦି ଆମେ ବିଚାର କରିକି ଦେଖିବା, ତାକୁ ମଧ୍ୟ ଆମ ମନ ହିଁ ସୃଷ୍ଟି କରିଥାଏ। ଯେତେବେଳେ ଆମ ମନ ଭଲ ଲାଗିଲାନି, ଆମେ ତାଙ୍କୁ ଏମିତି ବ୍ୟବହାର କଲେ ସେ ଆମର ଶତ୍ରୁ ହୋଇକି ବସିଗଲେ। କିନ୍ତୁ ଏଠି ସେ କହୁଛନ୍ତି ଆତ୍ମା ମନର ଜଣେ ଶତ୍ରୁ ଅଟେ। ଏବଂ ଏଭଳି ଭାବରେ ମାନେ ଆମେ ଯେମିତି ଆମର ଯେଉଁ କୋଷକାର ହେଲା ଯେଉଁ ରେଶମ କୀଟ, ଯେ କୋଷକୁ ତିଆରି କରିଥାଏ, ସିଏ ସେଟାକୁ ତିଆରି କରି ତା ଭିତରେ ସେ ଫସିଯାଏ, ଆଉ ସେଠୁ ବାହାରି ପାରେ ନାହିଁ, ସେଇଟା ତାର ମୃତ୍ୟୁର କାରଣ ହେଇଯାଏ। ସେଇଭଳି ଭାବରେ ଯଦି ଆମେ ଆମର ମନକୁ ବିଷୟ ଦ୍ୱାରା ଆସକ୍ତ କରିକି ତା ଭିତରେ ଆମେ ରହିବା, କି ସବୁବେଳେ କେହି ତ ଜାଣିପାରୁନାହାନ୍ତି, ମୁଁ ତ ଏ ବିଷୟରେ ଚିନ୍ତା କଲେ କ'ଣ କ୍ଷତି ହେଲା, ମୁଁ ତ କିନ୍ତୁ ଜଣେ ସାଧୁ, ମୁଁ ତ ମାନେ ଜପ କରିଦେବି, ମୁଁ ମହାପ୍ରସାଦ ନେଇଯିବି, ତୁଳସୀ ମାଳ ପିନ୍ଧିଦେବି, ଭାଗବତ ମାନେ ଲେଖା ଅଛି। ଆମେ ଅନ୍ୟ ପ୍ରକାରରେ ଆମକୁ ନିଜକୁ ନିଜେ ଆମେ ଠକନ୍ତି ଏବଂ ଆମେ ଆମର ମନକୁ ନିର୍ମଳ କରନ୍ତି ନାହିଁ। ତାହା ଦ୍ୱାରା ହିଁ ସେଇଥିପାଇଁ ମହାତ୍ମା ମାନେ ଭାଷ୍ୟରେ ସେ କଥାଟାକୁ ବହୁତ ଭଲ ଭାବରେ ବେଶୀ ସେ ବୁଝାଇବା ପାଇଁ ଚେଷ୍ଟା କରନ୍ତି ଆମମାନଙ୍କୁ। ଆଉ ଏଠି ମାନେ ଯଦି ଆମେ ସେଭଳି ଆମର ଶତ୍ରୁକୁ ଯଦି ଆମେ ଠିକ୍ ଭାବରେ ନ ଚିହ୍ନିବା, କି ବାସ୍ତବରେ ମନ ହିଁ ଆମର ଶତ୍ରୁ, ତେଣୁ ଆମେମାନେ ପୁଣି ନିଜର ଉଦ୍ଧାରର ରାସ୍ତା ବାହାର କରିପାରିବା ନାହିଁ। ଶ୍ରୀ ଶଙ୍କରାଚାର୍ଯ୍ୟ ପାଦ କହୁଛନ୍ତି କି ଆମେ ଯେମିତି ଆମର ଆତ୍ମା ହେଲା ଆମର ବନ୍ଧୁ, କାରଣ ପ୍ରେମ ଆଦି ଭାବ ଦ୍ୱାରା ହିଁ ଆମେ ଆମର ବନ୍ଧୁକୁ ସଂସାରରେ ତିଆର କରିଥାନ୍ତି। ଏବଂ ଏଭଳି ଭାବରେ ଆମେ ଭାବନ୍ତି କି ଏଇମାନେ ହେଲେ ବନ୍ଧୁ, ଏବଂ ବାସ୍ତବରେ ଆମେ ହିଁ ଆମର ବନ୍ଧୁର ସୃଷ୍ଟିକର୍ତ୍ତା। ଯିଏ ବି ଆଜି ଆମ ସହିତ ସାଙ୍ଗ ହେଇଛନ୍ତି, ଆମେ ଆମର ମନ ଦ୍ୱାରା ହିଁ ତାଙ୍କୁ ବନ୍ଧୁ ରୂପରେ ସୃଷ୍ଟି କରିଛନ୍ତି। ଆଉ ପୁଣି ସେ ମନ ହିଁ ଆମର ବନ୍ଧୁ ହେଇଗଲା, କିନ୍ତୁ ସେମାନେ ଆମକୁ ଉଦ୍ଧାର କରିପାରନ୍ତି ନାହିଁ, କାରଣ ସେ ଆମଠୁ ଦୂରରେ ରହନ୍ତି। କିନ୍ତୁ ଆମର ମନ ଆମ ଭିତରେ ରହୁଛି, ଯେପର୍ଯ୍ୟନ୍ତ ତାକୁ ଆମେ ଶ୍ରୀକୃଷ୍ଣ ଚରଣାର ବିନ୍ଦରେ ଆମେ ରଖିନାହାନ୍ତି, ତାହେଲେ ଆମେ ସଂସାରରୁ ଉଦ୍ଧାର ହେଇପାରିବା ନାହିଁ। ପୁଣି ଏଠି ବନ୍ଧୁରେ ରାତ୍ମୈବ ରିପୁରାତ୍ମନଃ, ଏଠି ମଧ୍ୟ ଶ୍ରୀକୃଷ୍ଣ ଏଠି ରିପୁରାତ୍ମନକୁ ଶ୍ରୀ ଶଙ୍କରାଚାର୍ଯ୍ୟ ପାଦ କହୁଛନ୍ତି
कि वास्तव में आमे ही आमर शत्रु अटंती कहीं आउ जने बाह्य शत्रु माने आमर जदि हेइछि मध्य से मन द्वारा हेइछि किंतु बाह्य शत्रु माने से आमर एते असुविधा करि पारे नाही जेते आमे निज निजर असुविधा करि दियंती। तेणु ये माने सब आचार्य मानकर जो मत ये ए श्लोक अच्छी कि ये माने श्रीकृष्ण कहते कि उद्धरात्म ना आत्मना नात्म नव बसादयेत ताकू केबे हेले तळकू जीवा पई दियो नाही काहाकू आत्मा को निजर मन को मन जदि तळू पळेला तमे आमे भी तळू पळेबा से को ताकू केबे हेले तळकू जीवा पई इच्छा करो नाही एवं चिंता करिक देख मन जदि आपणकर पवित्र मन जदि श्रीकृष्ण के चरणार बिंदरे तांकर लीला जेमिति श्रवण कीर्तन निध्यासन रे जदि मन व्ययित हेउछि तने आपण निश्चित रूपे मुक्त आत्मा एवं बंची थाउ थाउ मध्य आपण मुक्त अटंती। जदि आपणकर मन अलग रास्ता रे चलछि आपण लोक देखाने अलग रास्ता रे चलुछंती ताहाले आमर एई प्रकार असुविधा हबो जोटा कि एठी भगवान श्रीकृष्ण मध्य श्री अर्जुन देव कहते महात्मा माने मध्य ए विषय भल भाव टीका देइछंती। जय जगन्नाथ। हरि बोल।